ଆକ୍ଚୁଆଲି ବେଡ଼ରୁମ୍ କୋହଳା ହୁଏନି ଯେ ଜାଣିଲ ନାହିଁ କୋହଳା ହୁଏନି କୋହଳେଇଲେ ଭଲ ହୁଏନି ବେଡ଼ରୁମ୍ଟା ନାଇଁ ହୁଏନି ଇଏ ଆମର କେବେ ଦେଖିନି ସାଙ୍ଗମାନେ ଆଜି ଫାଷ୍ଟ ଆସିଲି ଆମେ ମାଛ ପ୍ରବଳ ମାଛ ଦିଏ হ্যাঁ হ্যালো হাই ସାଙ୍ଗମାନେ ଜୟ ଜଗନ୍ନାଥ ସାଙ୍ଗମାନେ ବର୍ତ୍ତମାନ ଭିଡ଼ିଓଟି ଆରମ୍ଭ ହେଉଛି ସାଙ୍ଗମାନେ ବେଳା ଟାଇମ୍ରୁ କାହିଁକିନା ମୁଁ ସକାଳୁ କରିପାରିଲିନି ବର୍ଷା ହେଲା ତାପରେ ବି ସକାଳୁ ଖାଇନି କିଛି ତ ଏବେ ମୁଁ ଗାଧେଇକି ପଳେଇ ଆସିଛି ସାଙ୍ଗମାନେ ଏବେ ଟାଇମ୍ ହେଇଛି 12ଟା 12:30 ହେଇଗଲାଣି ତ ଏବେ ଖାଇବା ରାହୁଲ ବି ନାହିଁ ରାହୁଲ ଯାଇଛି ଗାଧେଇ ଯାଇଛି ଆଉ ଆମର ମ୍ୟାଡ଼ାମ୍ ବର୍ତ୍ତମାନ ଶୋଇନା ଉଠୁଛନ୍ତି କାହିଁକି ନା ରାତିରେ ମଶା ବାଡ଼ଉନ୍ତି ସତରେ ଆକ୍ଚୁଆଲି ମୁଁ କାରଣ ଆମେ ଶୋଇ ପଡ଼ୁଛୁ ଇଏ ଆଉ ଶୋଇପାରୁନାହାନ୍ତି ଆଜି ଯାଏ ଯିବି ଭାବୁଛି ଗୋଟେ ମଶା ଧୂପ ଆଣିବି ଆମର ଇଏର ଲିକ୍ୱିଡ଼ରୁ ଆଣିବା ନା କ'ଣ ତ ଆଜି ଖାଇବା ହେଇଛି ସୋଲା ଆଉ ଚୁନା ମାଛ ମୁଁ ଯାହିରେ ଆପଣମାନଙ୍କୁ ଦେଖାଇ ଦେଉଛି ଲମ୍ପିଆ ଜାଣ ତ ସାଙ୍ଗମାନେ ଖାଇବା କାହିଁକିନା ଦେଖନ୍ତୁ ମୁଁ ଟାଇମ୍ ଦେଖିଥିଲି 12:30 ପରେ ହେଲାନି ତାପରେ ଖାଇବା ତାପରେ ଯାହା କଥା এইটা কি ভজা আরে চুনা মাছ এই চুনা মাছ গুড়া সাংমানে খালি কଣ୍ଟା না ସାଙ୍ଗ ଭାଜିବୁ ଖାଇବୁ ଆମେ ଶୋଇନା ଉଠିଲୁ ପୁଣି ଖାଇନା ଶୋଇବୁ କାହିଁକିନା ସାଙ୍ଗମାନେ ଆମ ଘରେ ବେଶୀ ମଶା ହେଉଛି କାହିଁ ବେଶୀ ମଶା ହେଉଛି ନା ନା ହେଲେ ସୁଦ୍ଧା ବାଡ଼ିରେ ଆମର ପାଖରେ ନା ଯେଉଁ ଅସନା ଜିନିଷ ସବୁ ବାଡ଼ିରେ ଘାସ ଘାସ ଉଠିଛି ତ ବେଶୀ ଅଳିଆ ତ ସାଙ୍ଗମାନେ ଚାଲ ଖାଇବାକୁ ଭୋକ ହେଲାଣି ମୋତେ ଖାଇସାରି ତାପରେ ଆଜି ଯିବା ପ୍ରୋଜେକ୍ଟ ଆଡ଼େ ବୁଲିଯିବା ମ୍ୟାଡ଼ାମକୁ ଆଜି ଧନା ଯିବି ଦୁଇ ଜଣ ଯିବୁ ସାଙ୍ଗମାନେ ଭିଡ଼ିଓ ଏମିତି କଣ୍ଟିନ୍ୟୁ କରନ୍ତୁ ସାଙ୍ଗମାନେ ବହୁତ ମସ୍ତ ଲାଗିବ ଆଜି ଦେଖ କେତେ ପାଣି ଆସୁଛି କେତେ ଚାଞ୍ଚ ବସା ହେଇଛି କେମିତି କ'ଣ ମାଛ ପଡ଼ୁଛି ତ କେତେ ପାଣି କ'ଣ ହେଲା ନା କମିଛି ନା ବଢ଼ିଛି ଆପଣମାନଙ୍କୁ ଦେଖେଇବି ଭିଡ଼ିଓ ପୁରା କଣ୍ଟିନ୍ୟୁ କରନ୍ତୁ ସାଙ୍ଗମାନେ ବହୁତ ମଜା ଆସିଯିବ ସାଙ୍ଗମାନେ ହେଲା ନା ହବନି ହବନି କେବେ ହେଲା ମିନିମମ୍ ଅଧଘଣ୍ଟା ଲାଗିଗଲା ଅଧଘଣ୍ଟା ଲାଗିଲା ଆଉ 2 ମିନିଟ୍ ଲାଗୁଥିଲା 2 ମିନିଟ୍ ନାହିଁ 15 ମିନିଟ୍ ଲାଗିଛି ମୁଁ କନଫର୍ମ କହିବି 2 ମିନିଟ୍ ଯିବାନି ବୋଲି ହେଁ ଆଉ ଜଲ୍ଦି ବାହାନୁ ବର୍ଷା ଛାଡ଼ି ଯାବେ ତ ସାଙ୍ଗମାନେ ଏବେ ଆମେ ଯିବୁ ପ୍ରୋଜେକ୍ଟ ଯେଉଁ କହିଥିଲି ପ୍ରୋଜେକ୍ଟ ଯିବୁ ଏବେ ସାଙ୍ଗମାନେ ହେଁ ମାଛ ଦେଖାବ ପାଣି ବି ଦେଖାବ ପାଣି କେମିତି ଗଡ଼ୁଛି ଆପଣମାନଙ୍କୁ ଦେଖେଇଦେବି ସାଙ୍ଗମାନେ ଇଏ ଆମର ମ୍ୟାଡ଼ାମକୁ ଆଜି ଧନା ଯିବି କ'ଣ କହୁଛୁ ଆର ବର୍ଷ ଯାଇଥିଲୁ ଆର ବର୍ଷ ବା ଭିଡ଼ିଓ କରୁନଥିଲେ ଆର ବର୍ଷ ତମେ ନଥିଲ ଆମେ ଯାଇଥିଲୁ କୁଆଡ଼େ କହିଲ ଯାଇଥିଲୁ ଯୋଉ ବୈଶାଖ ମାସରେ ହୁଏନି କି ଏଇ ଯୋଉ ମଠଡ଼ି ମଠ ଯାତ୍ରା ହେଇ ଯାଇଥିଲୁ ଆଚ୍ଛା ଆଚ୍ଛା ତୁ ରାହୁଲ ଯିବୁ ଆଉ ଯାଉନୁ ଖାଲି ଦେହର ତୁ ସାର୍ଟ ପିନ୍ଧୁନୁ ଯା ଫଟାଫଟ ବାହାରେ ପୁରା ସିଲେଇ କରୁ ସେଥିପାଇଁ ପ୍ୟାଣ୍ଟଟା ରାହୁଲ ଏଇଟାକୁ ନେ ଏଇଟା ତ ସାଙ୍ଗମାନେ କାଲି ଭିଡ଼ିଓରେ ମୁଁ ଦେଖେଇଥିଲି ଏଇଟା ଆମେ ଆଣିଥିଲୁ ଏସି କଭର ତ ଏଇଟା ସିଲେଇ କରିଦେଲୁ ତଳେ ଖୁଡ଼ି ସିଲେଇ କରୁଛନ୍ତି ତ ଡବଲ ସିଲେଇ ମାରିଦେଲୁ ଏଇଟା ଚାଦର ଇଏଟା ବା ପଡ଼ିବ ଏଇଟା ପଡ଼ିପାରେ ନା ଟେରିକଟଟା ଯା ରାହୁଲ ଯା ରାହୁଲ ଯ ଏଇଟା ପକେଇଦେବୁ ଟିକେ ବାନ୍ଧିଦେବୁ ହେଲା ଯା ମାନେ କେମିତି ଦେଖାଯାଉଛି ଯେ ଲୋକ ଖାଉନି 20 ବର୍ଷ ହେଲା ଭାତ ଜମା ଖାଉନି ହେଲା ଶୁଣୁଛି ବେଳାକୁ ଭାତ ଖାଇନି ସକାଳ ଖାଇଛି ନାହିଁ ବେଳାକୁ ନାହିଁ ସେଗୁଡ଼ା +2 ପଢ଼ିଲାନି +2 ପଢ଼ିଲାନି ପୁଅ ଗିନାରେ ଖାଉଛି ମାନେ ତାଟିଆରେ ଭାତ ଆପଣମାନେ ଭାବନ୍ତୁ ସେ କେତେ ଭାତ ଖାଉଥିବ ଆଉ କୋଉଠି 20 30 40 ଟଙ୍କା ରଖା ହେଇଛି ଧନ ଭାଗା ମୁଁ ଏଇଠି ରଖିଥିଲି କାଲି ମୋର ମନେ ଅଛି 20 ଟଙ୍କା ଗୋଟେ 20 ଟଙ୍କା ଦୁଇଟା 10 ଟଙ୍କା ଗୋଟେ ନାଇଁ ସେ ନବ ବେକାରେ ଖର୍ଚ୍ଚ କରିବ ନବ ବୋଲି ମୁଁ ମନା କଲି ଆରେ ଭାଇ ନିଅ ମନା ଦୁଃଖ ନାହିଁ ମନ ଦୁଃଖ ନାହିଁ ନିଅ ଭାତ ତ ପୁଣି ଖାଇବ ପେଟକୁ ନା ସାଙ୍ଗମାନେ ତ ଏଇ ବାବୁ ଆମର କିଛି ଖାଇବେନି ଖାଲି କିଣିକି ଖାଇବେ ଚକୋଲେଟ୍ ଆଣୁଛୁ ଭାରି ବବୁଲୁ କମ୍ ଚକୋଲେଟ୍ ଏଇ ଚାଜା ପୁରା ମୁଁ ରଖିଦେଉଛି ମୁଁ କାଲି ଦେଖିଥିଲି 11ଟା ଚକୋଲେଟ୍ ବାହାରିଥିଲା ଇଏ ମୋତେ ସଦାବେଳେ କଥାଟା ନୁଚଉଛି ଯା ବାହାରି ଯାଇଛି ଆରେ ମା ଟିକେ ପୁଅ ସଫ୍ଟରେ ପୁଣି ଯେଉଁ କାମଟା ମାନେ ଭଲ ସେଇ କାମଟା ଭଲ
ଖରାପ ଯୋଉ କାମଟା କରୁଛୁ ସେଇଟା ପୁଣି ତୁ କହିବୁ ନା ଆଉ ଭଲ ବୋଲି ପୁଣି ତୁ ଏଇ ଭଲ ଅଛୁ ତ ସେ ଦିନ ଦିନ ଖରାପ ହେଇଯିବ। ସେତେବେଳକୁ ମୁଁ କହିପାରିଲିନି ବୋଲି ଆଜି ଏମିତି ହେଲା ମୋ ପୁଅ। କହ ହବନି। ହବନି ତୁ ଜାଣିଛୁ କେମିତି? ସବୁ ମା କହିବ ହବନି ମୋ ପୁଅ, ହେଇସାରିଲା ପରେ କହିବ ଭାଗ୍ୟ ହବନି। ଖରାପ। ହଁ ଚାଲ ଚାଲ। ପାଗଟା ଭଲ ଅଛି ନା? ବର୍ଷା ହବ? ଜାଣିଲି। ହେଁ ବର୍ଷା ହବ? ନା ମ ବର୍ଷା ହବନି। ହଉ ଚାଲ ମୁଁ ଏଇଠି ଠିଆ ହେଇଛି ମାସ। ମୁଁ ଗାଡିଟା ବାହାର କରୁଛି। ଆଜି ମଙ୍ଗଳ ଉଠଉଛି ହା? ହେଁ ମଙ୍ଗଳ ଉଠଉଛି। କଣ? ମୁଁ ଠିଆ ହେଇଛି ମାସ। ଚାଲ। ତ ସେ ତାର କଣ ମଙ୍ଗଳା ଉଠୁଛି ଯେ କାମ ଟିକେ ଅଛି ସାମାନ୍ୟ। ମୁଁ ଏପଟେ ବାଇକଟା ବାହାର କରିକିନା ଯିବି। ତ ସାଙ୍ଗମାନେ ଆମେ ଏବେ ବାହାରି ଆସିବୁ ଘରୁ। ଯାଉଛୁ ଏବେ ପ୍ରୋଜେକ୍ଟ ଆଡ଼େ ସାଙ୍ଗମାନେ, ମୁଁ ଦେଖେଇବି ଭିଡ଼ିଓ ଏମିତି କଣ୍ଟିନ୍ୟୁ କରନ୍ତୁ ସାଙ୍ଗମାନେ। ସବୁ ଗାଈ ସବୁ ଘରକୁ ପଳେଇବେଣି। ହେଁ ଆମ ଗାଈ ଥିବ ବୋଲେ ନା? ନାହିଁ ଆଉ ଗାଈ। ଚାଷ ଏଇ ବର୍ଷ ସାଙ୍ଗମାନେ ଆମ ଗାଁ ଆଡେ ବହୁତ ଲେଟରେ ହେଇଛି। ବର୍ଷା ହେଲାନି, ଯୋଉ ବର୍ଷା ହେଲା ବି ସେ କିଛି କାମରେ ଲାଗିଲାନି। କାହିଁକିନା ବର୍ଷାଟା ଅଧିକା ହେଇଗଲାନି ସାଙ୍ଗମାନେ। ତ ଚାଲିଛି ଏମିତି ସମସ୍ତଙ୍କର କାମ ଏବେ। ଏବେ ତ ବର୍ଷା ଝିପିଝିପି ଆରମ୍ଭ ହେଇଗଲାନି। ଅଧିକା ବର୍ଷା ପକେଇବ କିରେ? ହେଁ ସବୁ ଦେଖିଛନ୍ତି ଲୋକ। ହେଁ ଏଇଠି ଆମର ଭାତ ଆଣ ସାଙ୍ଗମାନେ। ସେ ଟାଇମ ଆସିଲେ ଆସିବୁ ତୁ ନା କଣ? ଏଇଗୁଡା ପରଦିନ ଆସିଥିଲି ମୁଁ ଭିଡିଓ କରୁଥିଲି ସାଙ୍ଗମାନେ, ଛୋଟ ଛୋଟ ହେଇଥିଲା। ଆଜି ସବୁ ପୁରା କେତେ ବଡ ବଡ ହେଇଛି। ଏସବୁ ନୂଆ ରୋଡ ହଉଛି, ପୁରା ପ୍ରୋଜେକ୍ଟଡ ନୂଆ ରୋଡ ହଉଛି। ଭାଙ୍ଗିଥିଲା ସେଇ ଆଗ ଆଡୁ ଭାଙ୍ଗିଛି। ହଁ ଇଏ ଆମର କେବେ ଦେଖିନି ସାଙ୍ଗମାନେ, ଆଜି ଫାଷ୍ଟ ଆସିଲି ଇଆଡେ। ପଚାରୁ ସାଙ୍ଗମାନେ। ଗୋଟେ ହାତରେ ମୋବାଇଲ ଧର, ଗୋଟେ ହାତରେ ଗାଡି ଚଲା ବାହାର କଷ୍ଟ। ଦେଖୁନ କାଦୁ କେତେ? ଏଇଗୁଡା ସବୁ ଆମର ସବୁ ଆମ୍ବ ଗଛ ସାଙ୍ଗମାନେ ଏଇଗୁଡା। କିଛିଟା ଅଛି ଆମର, ଆଉ କିଛିଟା ନାହିଁ ଆଉ। ଏଇଗୁଡା କମ୍ପାନୀ ଯିବ ମାନେ ପ୍ରବଳ ପଇସା, ଖାଲି ପଇସା ଗୁଡା। ଏଇଟା ପିଚୁ ହବ। ଏଇଟା ପିଚୁ ହବ ଯେ ଏମିତି ମାନେ ଖାଲି ମେଣ୍ଟାଲିଂ କରିଦେଇକି ଆଉ। ଆସିନି ତ କେବେ? ଏମିତି ହେଇନଥିଲା, ଏଇ ଯୋଉ ଆସିଥିଲା। ଏବେ ସବୁ ନୂଆ ହେଇଯାଇଛି। ବାବରେ ବାବରେ। ମସ୍ତ ଲାଗିବ ସାଙ୍ଗମାନେ ଦେଖିବା ପାଇଁ। କେତେ ପାଣି ସେଦିନ ମୁଁ ଆସିଥିଲି, କେତେ ପାଣି ହେଇଥିଲା। ଇଏ ଆମର ଦେଖିନି କେବେ ନା, ଖାଲି କାଦୁ। ତ ସାଙ୍ଗମାନେ ଏବେ ପହଞ୍ଚିଗଲୁ ଫାଇନାଲ। ମ୍ୟାଡାମ ଆମର ଦେଖିଲେନି ଯାଇକି। ସେ ପାଣି ଏସବୁ ସିଆଡେ ସବୁ ପାଣି ଆସୁଛି। ମାଛ ମାରୁଛନ୍ତି ସେମାନେ। ହଁ ଆହୁରି ବି ଅଧିକା ପାଣି ଯାଉଥିଲା। ସବୁ ମାଛ ମାରୁଛନ୍ତି, କଣ ବସେଇଛନ୍ତି। ଆହୁରି ଅଧିକା ହବ। ପାଣି ପ୍ରବଳ ପାଣି। ନା ମ କିଛି ହବନି। ସବୁ ବ୍ଲାଷ୍ଟ ହେଇନଥିଲା। ସେଇଟେ ବସା ହେଇଛି। ସେଇଟେ ବସା ହେଇଛି ଜାଣିଲି। ସେଇଆଡେ ଯିବା ସେଠି? ନାଇଁ ଜାଞ୍ଚ ବସେଇଛନ୍ତି, ଦେଖେଇଦେବି। ଇଏ ଆମର ସାଙ୍ଗମାନେ କେବେ ଆସିନି ଇଆଡେ ନା, ଆସିଛି ଯେ କମ ଆସେ ଇଆଡେ। ୟାର କିଛି କାମ ନାହିଁ ସାଙ୍ଗମାନେ ଏଠି। ଆମେ ହିଁ ଆସୁ। ହଁ ଗୋଟେ ବର୍ଷାରେ ମାଛ ପ୍ରବଳ ମାଛ ଥିବେ। ହେଁ ଅନେଇଲ ଦେଇ ଅନା ଦେଇ ଜମା ଅନେଇବନି ଆଉ ଦେଖୁନ ବୁଝିଲୁ। ଏଇଟା ଗୋଟେ ପ୍ଲସ୍ ପଏଣ୍ଟ ସାଙ୍ଗମାନେ କଣ କି ମାଛ କିନ୍ତୁ ଡେଲି ଆପଣ ଖାଇବେ। ଯଦି ଆପଣଙ୍କ ଏରିଆରେ ଏମିତି ଗୋଟେ ଅଛି, ମାଛ ଡେଲି ଖାଇବେ। ଦେଶୀ ମାଛ ଗ୍ୟାରେଣ୍ଟି ଖାଇବେ। ଆମର ଯେମିତି ଆମ ଏରିଆରେ ବର୍ତ୍ତମାନ ପାଣି ଏବେ ମାନେ ଏଇ ସିଷ୍ଟମଟା ଅଛି, ଗଡୁଛି ଏବେ ଏଇଠି।
ଆମର ସିଆଡ଼େ ଆମ ଏଇ ଯେଉଁ ଗାଁରୁ ବି ବସେଇଛନ୍ତି ଜାଲ ସରି ଚାଞ୍ଚ ବସାଇଛି ଚାଞ୍ଚ ବସେଇଛନ୍ତି ଜାଲରୁ ବି ମାଛ ମାରୁଛନ୍ତି। ସେଇଟା କିଏ ଗୋଟେ ଭାଇ ଗୋଟେ ବସେଇଯିବ ତମ ମସୁରୀରେ ବସନା ଯାଇଛି 2ଟା ମସୁରୀ ମାନେ ଏତେ ମାଛ ଆଗ ଆମେ ଜାଣିଛୁ ଛୋଟବେଳେ ଛୋଟବେଳେ ସାଙ୍ଗମାନେ ପ୍ରବଳ ମାଛ ବି ମାନେ ସେଇଟା କ'ଣ ମାଛ ମାରୁଛନ୍ତି ନା ହଁ କୋଉଠି ହଁ ପାଣି ମିନିମମ୍ ତାଳେ ପାଣି ଥିବ ସିଆଡ଼େ ସେ ମଝି ମାନଙ୍କୁ ତାଳେ ପାଣି ଥିବ। ଆଗ ଯେଉଁ ମାଛ ଥିଲେ ସାଙ୍ଗମାନେ ଆଗ ଅଧିକା ମାଛ ଥାଆନ୍ତି ନା ଏଇ ଯେଉଁ ପାଣି ଯେଉଁ ଗଡ଼ୁଛି ଏ ସବୁ ମାଛ ସବୁ ଉଠନ୍ତି ମାନେ ସବୁ ଦିଅନ୍ତି ହେଲା ମସ୍ତ ଲାଗେ। ଆମେ ବି ଛୋଟବେଳେ ଯେଉଁ ଆସୁ ସାଙ୍ଗମାନେ ଏଇଠୁ ଆମେ ଡେଉଁ ଆମର ମନେ ଅଛି ଏଇଠୁ ଆମେ ଡେଇଁବୁ ପୁରା ଲାଷ୍ଟରେ ମାନେ ତଳକୁ ପୁରା ଡେଇଁବୁ ହେଲା। ସେତେବେଳେ ଭୟ ନଥିଲା କିନ୍ତୁ ଏବେ ବଡ଼ ହେଇଗଲୁଣୁ ସାଙ୍ଗମାନେ ଏବେ ଆମକୁ ଭୟ ଲାଗୁଛି କାଳେ କ'ଣ ହେଇଯିବ ଗୋଡ଼ ହାତ ଭାଙ୍ଗିଯିବ କିନ୍ତୁ ସେତେ ଛୋଟବେଳେ ଥିଲୁ କିଛି ଭୟ ନଥିଲା ସାଙ୍ଗମାନେ ଡେଇଁବୁ ହଁ ଏ ସବୁଦିନ କହୁଛ ଚାଲ ଟିକେ ପ୍ରୋଜେକ୍ଟ ଆଡ଼େ ବୁଲିଯିବା ଆଜି ହିଁ ତାକୁ ନେଇ ଆସିଛି ସାଙ୍ଗମାନେ ଏଇଟା ହେଉଛି ଆମ ଗାଁ କେନାଲ କାଇଁ ଥାଆନ୍ତା ମାଛ କହୁଛି ନାଇଁ ନା ଏଇ ସେଇଟା ହିଁ ଆମେ ପ୍ରାୟ ଟାଇମ୍ ଭୋଜି କରୁ ସାଙ୍ଗମାନେ ହଁ ଏଇ ଯେଉଁ ଗୋଟିଏ ଆମ୍ବଡ଼ା ହଁ କାହିଁକିନା ଏଠି ଯେଉଁ ପାଣି ସୁବିଧା ତେଣୁ ଏଇଟା ଆମେ ପ୍ରାୟ ଟାଇମ୍ ଭୋଜି କରୁ। ସେଇଟା ତ ଆମର ହେଉଛି ଜଙ୍ଗଲ ସେଇଟା କ'ଣ ଖାଲି ଶାଳ କାଠ ଛତୁ ପାଇଁ ଯାଉଛି ଆଗ ଥିଲା ଏଇଟା ଆମର ରାସ୍ତା ଥିଲା ଏଇଟା ଥିଲା ରାସ୍ତା ସେ ତଳେ ତଳେ ଯାହା ହୁଏ କିନ୍ତୁ ଆପଣ ବି ମାନେ ଯାଇପାରିବେ ମସ୍ତ ସୁନ୍ଦର ଲାଗୁଛି ସାମାନ ଦେଖିବା ପାଇଁ। ଏଇ ଦେଖନ୍ତୁ ମାଛ କେମିତି ଡେଉଁଛି ମାଛ ଏଇ ଦେଖନ୍ତୁ ଦେଖିଲେ ଆସେ ଦେଖିବା ଏଇ ଦେଖନ୍ତୁ ଦେଖିଲେ ନା ଟିକେ ୱେଟ୍ କରନ୍ତୁ ମାଛ ଦେଖେଇଦେବି ଆଉ ଦେଖିଲୁ କେତେ ମାଛ କେମିତି ଡେଉଁଛନ୍ତି ଆରେ ଦେଖିଲୁ ଏମିତି ସବୁ ମାଛ ଆଗ ଦିଅନ୍ତି ହଁ ଏଇଟା ବଡ଼ ମାଛଟା ଏଇଟା ଭାକୁର ଲାଲ ମାଛଟା ସାଙ୍ଗମାନେ କୋଉ ମାଛ କେଜାଣି କେଉଁ ସବୁ ଫେମ୍ପଲ ବାହାରୁଛି ପାଣି କମ୍ ପାଣି ଅଛି କ'ଣ ମାନେ ହାଲି ନାଇଁ ମୁଣ୍ଡ ନାହିଁ ବେକେ ଖଣ୍ଡେ ଥିବ ଆଉ ଏଇ ସବୁ ମାଛ ଯଦି ପଡ଼ିବେ ନା ସେଠି ପଡ଼ିବେ ମୁଁ ସେଇଠି ଯିବୁ ଏବେ ଆମେ ଯିବୁ ଦେଖେଇଦେବି ଆପଣମାନଙ୍କୁ ଏଠି ବସିଲେ ମସ୍ତ ଲାଗେ ହେଲା। ଆମେ କ'ଣ କରୁନା ସାଙ୍ଗମାନେ ଆଗ ସିଆଡ଼ୁ ଗୋଟେ ପତ୍ର 2ଟା ଆଣିବୁ ପକେଇ ଦେବୁ ସିଆଡ଼େ ହେଲା ସେଠି ପତ୍ର ପକେଇ ଦେବୁ ଧୀରେ ଖସି ଆଇବ କାହାର ଖସୁଛି ଆଗ ସିଏ ଗୋଟେ ଟାଇମ୍ ଥିଲା ସାଙ୍ଗମାନେ ଏବେ ଟାଇମ୍ ଅଲଗା ସେ ଟାଇମ୍ ଅଲଗା ଭଲ ହେଲା ସେ କେତେ ଫେମ୍ପଲ ବାହାରୁଛି ଚାବିଡ଼ା କେତେ ବଡ଼ ହେଇଛି ସାମାନ ଆଖି ପାଉନି ସିଆଡ଼େ ବହୁତ ଦୂର ହେଇଛି ରହିଲା ଛୋଟଟା ବେଶୀ ବଡ଼ ନାହିଁ ଆଜି ରାତିରେ ହିଁ ମାଛ ଖସିବ ଜାଣିନା ରାତିରେ ମାଛ ଖସିବ ନିହାତି ମାଛ ଖସିବ ତ ସାଙ୍ଗମାନେ ଆମେ ଏବେ ଯିବା ସେଇଠିକି ଯିବା ଦେଖିବା ସେଠି କ'ଣ କେମିତି ବର୍ଷା ହେଇଛି ମୁଁ ଥରେ ଯାଇଥିଲି ବର୍ଷା ହେଇଥିଲା ତ ଏବେ ଯିବା ଖୋଲା ହେଇଛି ନା ବର୍ଷା ହେଇଛି ଦେଖିବା ସାଙ୍ଗମାନେ ଯିବା ଆସ ତାପରେ ବର୍ଷା ଝିପିଝିପି ବର୍ଷା ହେଲା ନା ସାଙ୍ଗମାନେ ଖାସ ୟାକୁ ବି ବୁଲେଇ ଆଣିଥିଲି ମୁଁ ହେଲା କାହିଁକିନା ଏ ସବୁଦିନ କୁହେ ନା ଯେ ଚାଲ ଟିକେ ମୋତେ ଟିକେ ବୁଲେଇ ଆଣିବ ତ ବର୍ଷା ଝିପିଝିପି ପକେଇଲା ନହେଲେ ଆଉ ଅଧଘଣ୍ଟା ବସିଥାନ୍ତା ହେଲା ଇଆଡ଼େ ଭଲ ଲାଗୁଛି ବସିବା ପାଇଁ ଫାଙ୍କା ଜାଗା
ଶାନ୍ତ ପରିବେଶ, ପାଣି ବି ଗଡ଼ୁଛି, ମଜା ମସ୍ତ ଲାଗୁଛି ଦେଖିବା ପାଇଁ ସାଙ୍ଗମାନେ। ଯିବା ଆମର ଇଏ ମ୍ୟାଡ଼ାମ ଯିବେ ମାନେ ଆଗ ଛତୁ ଦେଖିବେ, କୋଉଠି ଛତୁ କଣ ଗୋଟେ ଦେଖିଛି ଗୋଟେ ଯାଇଛି। ଭାଇ ଏମାନଙ୍କୁ କେମିତି ଦେଖାଯାଏ ମୁଁ ବି ଆଶ୍ଚର୍ଯ୍ୟ ହେଇଯାଏ। ମୋ ଜୀବନରେ ଭାଇ ମୁଁ ଜଙ୍ଗଲ ଯାଇଛି କିନ୍ତୁ କେବେ ମୁଁ ଛତୁ ଗୋଟେ ପାଇନି ହେଲା। ଇଏ ଆମର ଯାଇଛନ୍ତି ଛତୁ ଖୋଜି, ଦେଖୁନାହାନ୍ତି କି ଛତୁଟା। ହେଁ କି ଛତୁ? ମାନେ ଯାହାହେଲେ ଗୋଟେ ଛତୁ ଦେଖିବ ମାନେ ସେ କହିବ ଟିକେ ରୁହ ରୁହ ରୁହ, କଣ ମିଳିଛି ଛତୁରେ। ଭାଇ ମାଛ ମାରି ଯାଇଥିବ, ଅଟୋରେ ମାଛ ମାରି ଯାଇଛି ଦେଖୁନାହାନ୍ତି, ଦିଟା ଅଟୋ ଏଇଠି ବସେଇଛନ୍ତି ହେଲା। ଏବେ ଯୋଉ ମୁଖ ଦଉଛି ଏ ଦେଖନ୍ତୁ, ଏଇଟା ଦିଘର, ଏଇଟା ଆମ ବି ନୂଆ ଆଇଲେଣି, ନଉଛନ୍ତି କଣ ଇଏ କରିବା ପାଇଁ। ସେଠି ପୁରୁଷ ଲୋକ ଅଛନ୍ତି ତ, ବାହାର ଲୋକ ତ ସେଥିପାଇଁ ମନା କରୁଛି ଯିବା ପାଇଁ। ତବେ ଘରକୁ ଯିବା ସାଙ୍ଗମାନେ, ଅଟୋ ଲାଗିଛି ଯିବା। ଘରକୁ ଯିବା ଏଇପଟେ ପଳେଇ, ଏଇପଟେ ଯିବ। ତ ଫାଇନାଲି ଆମେ ମାନେ ଯାଉଛୁ ଘରକୁ ସାଙ୍ଗମାନେ। ସେଇ ଆଡ଼େ ବି ଟିକେ ଦେଖାଗଲା କିନ୍ତୁ ଟିକେ ପାଖକୁ ଯାଇପାରିଲୁ ଆଉ, କାହିଁକିନା ପୁରୁଷ ଲୋକମାନେ ଅଛନ୍ତି ତ, ବାହାର ଲୋକ ଅଛନ୍ତି। ହଁ ସେଇଆଡ଼େ ବସା ହେଇଛି, ତ ଯିବା ଘରକୁ ସାଙ୍ଗମାନେ। ଏବେ ସବୁ କେମିତି କରିଦେଇଛି ଅବସ୍ଥା, ସବୁ ଇଏ କରିଦେଇଛି। ପ୍ରୋଜେକ୍ଟର ଡାଇରେକ୍ଟ ଘରକୁ ପଳେଇଲୁ, ମ୍ୟାଡ଼ାମ ଆମର ଗଲେଣି ବାରିଆଡ଼େ, ତ ଯିବା ବାରିଆଡ଼େ, ଚାଲନ୍ତୁ ଯିବା। ବର୍ଷା ହେଲା ମାନେ ଭାଇ ଆମ ଗାଁଟା ଖାଲି ପାଣି ପଡ଼ିବ ଦେଖୁନାହାନ୍ତି। ଏ ବର୍ଷ ଏ ବାଡ଼ି ପୁରା ଫାଙ୍କା ପଡ଼ିଲା, କାହିଁକିନା ସେମାନେ ଆର ଘର ଆଡ଼େ ସୋଲାର ଲଗେଇ ଦେଇକି ଫସଲ କଲା, ଏଇଟା ପୁରା ଫାଙ୍କା ଦେଖୁନାହାନ୍ତି। ଟିକେ ଭିତରକୁ ଯିବା, ଦେଖି ଦେଉଛି ଆପଣ। ହଁ ନେ ପୁରା ଘାସ, ଚାରି ସାଇଡ୍ ପୁରା ଘାସ। ଏଇଟା ନେଇଯା, କିଛି କାମ ସାମାନ ରଖିଲେ ଲାଭ କଣ? ନେ ଆଉ କଦଳୀ ହବ ନା ଏଥିରୁ ଜାଳିଲା ପୁରା ଇଏ ହେଇଗଲା। ତାକୁରି କିଛି କରୁନାହାନ୍ତି ଏ ବର୍ଷ ନା? ବଢ଼ିଆ କଲର ଅଛି ଦେଖନ୍ତୁ, ଖାଇବା ପାଇଁ ହେଇଯିବ ସାମାନ। ପାଣି ଗଡିଯିବ କୋଉଠି ଉପରକୁ, ମାଛ ଆଇସ ପଡିବା ଆଉ ଯାହା ତ ତମେ ଯାଉନ, ଏଇ ଟାଇମ ଯିବ ହେଲେ କେହି ଲୋକ ନାହାନ୍ତି। ଦେଖିଲୁ କେବେ, ଦେଖିଲୁ ଦେଖିଲୁ ଆଉ କଣ ଅଛି। ତ ସାଙ୍ଗମାନେ ଏବେ 5ଟା 10 ହେଇଗଲା, ଏବେ ଟିକେ ଚାହା ଟିକେ ପିଉଛି। ମୁଁ ଚାହା ପିଉଛି ମାନେ ଚାହାରେ ଆକ୍ଚୁଆଲି ଇଏ ପଡ଼ିନି, ଖାଲି କ୍ଷୀରରେ ହିଁ ଚାହା ହେଇଛି। ଇଏ ବି ଆମର ଚାହା ଅଭ୍ୟାସ ହେଇଗଲାନି, ମୁଁ ଚାହା ପିଇ ଦେଉଛି ନା, ମୋ ପଛରେ ଇଏ ବି ପିଇ ଦେଉଛି। ମୁଁ ଭାବୁଛି ସାଙ୍ଗମାନେ ଚାହାଟା ବନ୍ଦ କରିଦିଅ, କାହିଁକି ରାହୁଲ ବି ଯଦି ଦେଖା ହେଲା, ରାହୁଲ କହୁଛି ମୁଁ ପିଇବି। ତେଣୁ ଯେହେତୁ ମୋର ଅଭ୍ୟାସଟା ଅଛି, ଇଏ ମା ପୁଅ ବି ଅଭ୍ୟାସ କରିଦେଲେଣି ଧୀରେ ଧୀରେ। ଇଏ ଆମର ଖାଲି ମୁଁ ଚାହା ନୁହେଁ, ଚାହା ସହିତ ଅଧିକ କ'ଣଟା ଚୁଡ଼ା ହେଲା। ଏବେ ଖାଇବ, ଏଇଟା ସନ୍ଧ୍ୟା ହେଲେ ନାଇଁ, ରାତି ହେଲେ କହିବନି ନାଇଁ ମୋତେ ଭୋକ ହେଉଛି, ମୋତେ ଭୋକ ହେଉନି, ସେମିତି ଶୁଇବ। ରାହୁଲ ବି ଏମିତି ଆଜି ଏମିତି ହେଇଛି, ବାହାର ଜିନିଷ ଖାଉଛି, ବାହାର ଜିନିଷ ଖାଇକି ଘର ଜିନିଷ ଜମା ଖାଉନି। ଦେହ ଖରାପ ହେବ ତ କହିବାର ନାହିଁ ତାମାନେ, ଇଏ ଆମର ଗୋଟେ ଅଭ୍ୟାସ ପଡ଼ିଗଲାଣି। ତ ସାଙ୍ଗମାନେ ଏବେ ଟିକେ ଶୁଖିଲା ପାଗ କରୁଛି,
ଦେଖିପାରୁଥିବେ ବର୍ଷା ତ ହଉଛି ଚାଲୁଛି ଝିପଝିପି ବର୍ଷା ହଉଛି କିନ୍ତୁ ଟିକେ ଶୁଖିଲା ପାଗ କରିଦେବେ ଆଉ ବର୍ଷା କିଛି ଆବଶ୍ୟକ ନାହିଁ ଇଏ ପୁଣି କ'ଣ ଆଜି ଆରେ ଚାହା କରି ଖାଲି ଏତେ କ୍ଷୀର କାହିଁ ଦେଲୁ ଖାଲି କ୍ଷୀର କରୁଛି ଦିନେ ଦିନେ ଦଉନି ଦିନେ ଦିନେ ଦଉନି ଅଧିକା ମିଠା କରିଦେଇଛି ତ ଯିବା ଟିକେ ଉପରକୁ ଯିବା ବି ସାଙ୍ଗମାନେ ସନ୍ଧ୍ୟା ହେଇ ଆସିଲାନି ଟିକେ ବସା ବସି କରିବା ଆଡ଼େ ତୁ ପୁଣି ପଳାଇଲୁ ଘରେ ଗରମ ଲାଗୁଛି ଏଇଟା ହଉଛି ସାଙ୍ଗମାନେ ମୋ ଜାଗା ରାତି ହେଇଛି ବାନ୍ଧିନି ଭଲ ଲାଗେ ବାନ୍ଧିଦେ ଖାଲି ଠେକେଇ ଦେଇଛି ଜଣା ପଡ଼ିବ ନା କ'ଣ ଏଇଟା ହେଉଛି ମୋ ଜାଗା ସାଙ୍ଗମାନେ ଏଠି ବସିବା ଆଡ଼େ ଏଇଟା ଆମର ହେଉଛି ଭିଡ଼ିଓ ଏଡ଼ିଟିଂ ଜାଗା କାହିଁକିନା ଏଇଟା ଆମର 5G ପୁରା କ୍ଲିଅର୍ ଆସୁଛି ଜିଓର ଏୟାରଟେଲ୍ ଜମା ନାହିଁ ଆମ ଗାଁରେ ଆସୁଛନ୍ତି କାଁ ଭାଁ କିନ୍ତୁ ଜିଓ ପୁରା କ୍ଲିଅର୍ ଜିଓ କ'ଣ ପାଇଁ ମନ ଦୁଃଖ ବର୍ଷା ପଡ଼ିଲାଣି ସେଥିପାଇଁ ମନ ଦୁଃଖ କି କ'ଣ ପ୍ରୋବ୍ଲେମ୍ କୁହ ନା ଘର ମନେ ପଡ଼ୁଛି ନଡ଼ିଆ ଗଛ ଏମିତି କେମିତି ହେଲା କେଉଁଟାକୁ ହେରା ହିନ୍ତି ନଡ଼ିଆ ଗଛ ହବ ଏମିତି କେମିତି ହେଲା ହେରା ହିନ୍ତି ହବ ତମେ କିରା କହୁଛ କି ଢେଙ୍କାନାଳ ଅନୁଗୁଳିଆ ଭାଷା ଆଉ ସାଙ୍ଗମାନେ ଆଉ ଆମ ଭାଷାଟା କ'ଣ ଖରାପ ହେଇଗଲା ସବସ୍କ୍ରାଇବ୍ ଆପଣଙ୍କ ଆଶୀର୍ବାଦରୁ 1K ହେଇଗଲା ସାଙ୍ଗମାନେ 1000 ସବସ୍କ୍ରାଇବର କିନ୍ତୁ ୱାଚ୍ ଟାଇମ୍ ହେଇପାରୁନି ୱାଚ୍ ଟାଇମ୍ ଆହୁରି ବହୁତ ଅଛି ମନିଟାଇଜ୍ ହେବା ପାଇଁ ହେଲେ ତ ଆପଣ ଭିଡ଼ିଓକୁ ଟିକେ ସେୟାର କରନ୍ତୁ ସାଙ୍ଗମାନେ ଭଲ ପାଇବା ଏମିତି ଦିଅନ୍ତୁ ସେଇଥିପାଇଁ ଆମର ଗୋଟେ ଭିଡ଼ିଓ ବନା ଛାଡ଼ ଭାଉଜ ଲାଗିବ ତ ସେଇଥିପାଇଁ ସଦା କରୁଛନ୍ତି କ'ଣ କରିବା ଆଉ ବର୍ଷା ଦେଲା ମୁଁ ବି ଯାଇପାରିଲିନି ସାଙ୍ଗମାନେ ଭାଉଜ ଗୋଟେ ମଶା ଧୂପ ଆଣିବି ବୋଲି କହୁଛି ବୋଲି ଆକ୍ଚୁଆଲି ବେଡ଼ରୁମ୍ କୋହଳା ହୁଏନି ଯେ ଜାଣିଛ ନାହିଁ କୋହଳା ହୁଏନି କୋହଳିଲେ ଭଲ ହୁଏନି ବେଡ଼ରୁମ୍ଟା ନାଇଁ ହୁଏନି ମୁଁ ଯାହା ଜାଣିଛି କୋହଳନ୍ତନି ଲୋକମାନେ ଅଣ୍ଡା ଖୋଳ କୋହଳଉଛନ୍ତି ଏଇଟା ବା ବେଡ଼ରୁମ୍ କ'ଣ ହବ ମଶା ଖାଇ ଦଉଛନ୍ତି ରାତିରେ କିଏ ଗୋଟେ ଆଗେ ଶୋଇବ ମଶା ସେ ହଇରାଣ ହିଁ ପାଉଛି ସାଙ୍ଗମାନେ ହେଲା ହଇରାଣ ଇଏ ହିଁ ପାଉଛି ଦେ ଟିକେ ନା କୋହଳି ଦେଲା କୋହଳି ନା କବାଟ ବନ୍ଦ କରିଦେ ଝରକା ବନ୍ଦ କରିଦେ ଫ୍ୟାନ୍ ଲଗେଇଦେ ହେଲା ଆଜିକ ଇଏ କରିଦିଅ କାଲି ମୁଁ ଯାଇକି ଆଣିବି କହିଲ କିରେ ବୁଲି କହିବ ବୁଲି ବୁଲିନି ଆଉ ଉଦୟନ ଆସି ଦେବୁ ଏଇ ଉଦୟନ ଆସିଛି କେମିତି ଦେଖିଲେ ସାଙ୍ଗମାନେ କଥା ମାନୁ କହିଲେ ତାକୁ ଆଉ କ'ଣ ମାଡ଼ ଦେବୁ ତୁ